ଅଶୀତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣମାନଙ୍କ ସମସ୍ତଙ୍କୁ ଅଭିନନ୍ଦନ ଶୁଭେଚ୍ଛା। ଭାରତ ମାତା କି ଜୟ, ବନ୍ଦେ ମାତରମ୍। ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଶୁଭେଚ୍ଛା। ଆଉ ସ୍ୱାଧୀନତା ଦିବସରେ ଆପଣମାନଙ୍କର ଏଇ ଦେଶ ପ୍ରେମ ଏମିତି ଆଗେଇକି ମାନେ ସବୁବେଳେ ରହୁ। ଦେଶକୁ ଭଲ ପାଇବା, ଦେଶ ପାଇଁ କାମ କରିବା, ଆମେ ଆମ ଗାଁ ପାଇଁ କାମ କରିବା, ଆମ ସାହି ପାଇଁ କାମ କରିବା, ଆମ ସୋସାଇଟି ପାଇଁ କାମ କରିବା। ତା ସାଙ୍ଗରେ ଆମର ବିଭିନ୍ନ ଯେତେବେଳେ ଆମେ ସୁବିଧା ଅସୁବିଧାରେ ଅନ୍ୟ ଲୋକଙ୍କୁ ଦେଖୁଛେ, ତାଙ୍କ ପାଇଁ ବି ଆମେ ଠିଆ ହେବା, ତାଙ୍କ ପାଇଁ ଆମେ କାନ୍ଧକୁ କାନ୍ଧ ମିଶି କାମ କରିବା। ଯେତେବେଳେ ଗୋଟେ ଲୋକ ଦୁଃଖରେ ଅଛି ତା ସାଙ୍ଗେ ବି ଆମେ ରହିବା। ଏତିକି କହିବି ଏଇ ସ୍ୱାଧୀନତା ଦିବସ ଉପଲକ୍ଷେ, 80ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଆପଣମାନେ ସମସ୍ତେ ଆମେ ଏକଜୁଟ ରହିବା। ଭାରତ ମାତା କି ଜୟ, ବନ୍ଦେ ମାତରମ୍, ଜୟ ଯବାନ ଜୟ କିଷାନ। ମୁଁ ଦେବୀ ପ୍ରସାଦ ପତି, ଭାରତୀୟ କିଷାନ ସଂଘ ରାଜ୍ୟ ସମ୍ପାଦକ ଦାୟିତ୍ୱରେ ଅଛି। ତ ମୁଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବି ଏବଂ ସ୍ୱାଗତ କରିବି। ଦେଶ ପ୍ରେମ ଆମର ଏମିତି ଥାଉ, ଏମିତି ଆମେ ପ୍ରତିବର୍ଷ ଆମ ଏଇ ସ୍ୱାଧୀନତା ଦିବସକୁ ମନେ ପକାଇ ଆମର ବୀରତ୍ୱ ଯେଉଁମାନେ ଅଛନ୍ତି, ଯେଉଁମାନେ ସ୍ୱାଧୀନତା ଆମକୁ ଦେଇଥିଲେ, ଯେଉଁଭଳି ଭାବେ ଆମକୁ ଇଂରେଜ ମାନେ ପରାଧୀନ କରି ରଖିଥିଲେ, ଆପଣ ତା ଆଗରୁ ମୋଗଲ ମାନେ ରଖିଥିଲେ, ତାଙ୍କଠାରୁ ଯେଉଁମାନେ ସ୍ୱାଧୀନତା ଦେଇଛନ୍ତି, ମୁଁ ସୁଭାଷ ବୋଷଙ୍କ କଥା କହିବି। ତା ସାଙ୍ଗରେ ମୁଁ କହିବି ଆମର ଭଗତ ସିଂଙ୍କ କଥା କହିବି, ଆଉ ମୁଁ ମଙ୍ଗଲ ପାଣ୍ଡେଙ୍କ କଥା କହିବି ଏବଂ ବହୁତ ବୀର ଯେଉଁମାନେ ଅଛନ୍ତି ସ୍ୱାଧୀନତା ସଂଗ୍ରାମୀ ଏବେ ବି ଆମ ସାଙ୍ଗରେ କିଛି ବଞ୍ଚିଛନ୍ତି, ଯେଉଁମାନେ ସେମାନେ ସ୍ୱାଧୀନ ଦେଇଥିଲେ, ସେ ସମୟରେ ବହୁତ ପରିଶ୍ରମ କରିଥିଲେ, ସେମାନେ ବି ଏବେ ବଞ୍ଚିଛନ୍ତି। ମୁଁ ତାଙ୍କୁ ବହୁତ ବହୁତ ମୋ ହୃଦୟରୁ ନମନ କରୁଛି, କୋଟି କୋଟି ପ୍ରଣାମ କରୁଛି ସେଭଳିଆ ମହାନ ଲୋକଙ୍କୁ, ମହାନ ବ୍ୟକ୍ତିଙ୍କୁ। ଆଉ ଆଜି ଆମେ ତାଙ୍କୁ ସମସ୍ତେ ମନେ ପକାଉଛେ। ଅଶେଷ ଅଶେଷ ଧନ୍ୟବାଦ। ଭାରତ ମାତା କି ଜୟ।